জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, ସବୁରି ହିତରେ ଆମେ ସମର୍ପଣ। ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ରେଡିଓ ବାଘା ଯତୀନ ଗୋଷ୍ଠୀ ବେତାର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 89.6 FM ବ୍ୟାଣ୍ଡରେ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା ଆଇଆଇସି ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଶ୍ରୋତାବନ୍ଧୁ ଦାସ। ନମସ୍କାର। ମୁଁ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ, ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା ଆଇଆଇସି ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ, ରେଡ଼ିଓ ବାଘା ଯତୀନ 89.6 FM ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ଆଲେଖ୍ୟ ନାରୀଟିଏ ସମାଜର ମେରୁଦଣ୍ଡ କାହିଁକିର ଚତୁର୍ଥ ଭାଗ। ଶିଶୁ ପାଇଁ ନାରୀର ପଣତ ଅନନ୍ତ ଆକାଶର ନୀଳିମା ଭଳି ପରିବ୍ୟାପ୍ତ। ନାରୀଟିଏ କନ୍ୟା, ଭଗିନୀ, ଜାୟା ଓ ଜନନୀ ଯେଉଁ ଭୂମିକାରେ ଥାଉନା କାହିଁକି, ଶିଶୁ ପାଇଁ ତା ପ୍ରାଣ ସର୍ବଦା ବିଳପିତ। ଶିଶୁ ପ୍ରାଣର ନୀରବ, ନିଃସର୍ତ୍ତ, ନିଷ୍କପଟ ତଥା ନିଷ୍ପାପ ଆମନ୍ତ୍ରଣରେ ନାରୀର ମନ ସୂର୍ଯ୍ୟତାପରେ ବରଫ ତରଳିଲା ଭଳି ତରଳିଯାଏ। ତେଣୁ ତ ଜାତି, ଧର୍ମ, ବର୍ଣ୍ଣ ଓ ରଙ୍ଗ ନିର୍ବିଶେଷରେ ସେ ଆପଣେଇ ନେଇପାରେ ପ୍ରତ୍ୟେକ ଶିଶୁଙ୍କୁ। ଶିଶୁର ନିରୀହ ଚାହାଣୀ ନାରୀର ପ୍ରାଣକୁ ଆଲୋଡ଼ିତ କରେ। ମାତା ଯଶୋଦାଙ୍କର ବାତ୍ସଲ୍ୟ ମମତାରେ ପ୍ରତିଟି ନାରୀର ହୃଦୟ ଶିଶୁ ପାଇଁ ଅସ୍ଥିର ହୋଇଉଠେ। ପବିତ୍ର ମାନବୀୟ ଗୁଣାବଳୀର ମନ୍ତ୍ରଧ୍ୱନିରେ ନାରୀର ହୃଦୟ ଝଙ୍କୃତ ହୋଇଉଠେ ଶିଶୁକୁ କୋଳେଇ ନେବା ବେଳେ। ତେଣୁ ତ ଜର୍ମାନୀ ବୀର ହିଟଲର ଏକଥା କହିଥିଲେ, ୱାର୍ ଇଜ୍ ଟୁ ମ୍ୟାନ୍ ହ୍ୱାଟ୍ ଇଜ୍ ମ୍ୟାଟର୍ନିଟି ଟୁ ୱୁମେନ୍। ଅର୍ଥାତ୍ ପୁରୁଷ ପାଇଁ ଯୁଦ୍ଧ ଯେଉଁଭଳି ଅନିବାର୍ଯ୍ୟ, ନାରୀଟିଏ ପାଇଁ ମାତୃତ୍ୱ ସେହିଭଳି ଅପରିହାର୍ଯ୍ୟ। ବନ୍ଧୁଗଣ, ନାରୀ ହୃଦୟର ଅଲୌକିକ ଦାନରେ ଶିଶୁ ମଧ୍ୟରେ ଥିବା ସୁପ୍ତ ବ୍ୟକ୍ତି ସତ୍ତା ଜୀବନ୍ତ ହୋଇଉଠେ। ଶିଶୁର ଯତ୍ନ ନେବାବେଳେ ମାତୃ ହୃଦୟର କ୍ଲାନ୍ତି ପଥ ଭଳି ଚାଲିଯାଏ। ପ୍ରତ୍ୟାଶା ଦୂର ଦିଗ୍ବଳୟରେ ବିଲୁପ୍ତ ହୋଇଯାଏ। ମାତୃସ୍ନେହର ଗଭୀରତା ମଧ୍ୟରେ ଏକ ପରିତୃପ୍ତ ଜୀବନ କୋଣାର୍କକୁ ନିର୍ମାଣ କରି ଶିଶୁର ଜୀବନରେ ମୁଣ୍ଡି ମାରିବା ବେଳେ ପ୍ରତ୍ୟେକ ମାତା ଯଶୋଦା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସର୍ବଦା। ଆବଶ୍ୟକ ସ୍ଥଳେ ଶିଶୁର ଉନ୍ନତି ପାଇଁ ଧର୍ମା ବି ସାଜନ୍ତି ସେମାନେ। ମା ହିଁ ତ ଶିଶୁଟିଏ ପାଇଁ ସୃଷ୍ଟି, ସ୍ଥିତି ଆଉ ବିଲୟର ପ୍ରତୀକ। ନାରୀଟିଏ ମାତୃଭୂମିକାରେ ଶୀତପ୍ରଜ୍ଞ ତା ଶିଶୁ ପାଇଁ। ନାରୀ ତା ଶିଶୁର ମଙ୍ଗଳ ପାଇଁ ତା ଶରୀର ଓ ମନକୁ ସମର୍ପିତ କରିଥାଏ ନିଃସର୍ତ୍ତ ଭାବରେ। ନାରୀର ନାନାଭାଇ ଗୀତ ମାତୃତ୍ୱର ବାତ୍ସଲ୍ୟରେ ଭରା। ଶିଶୁର ହୃଦୟକୁ ଏହା ବୃଦ୍ଧିମନ୍ତ କରେ ଶୈଶବରେ ଏବଂ ଶକ୍ତିର ଉତ୍ସ ହୋଇ ବହିଥାଏ ପରିଣତ ବୟସରେ। ତେଣୁ ତ ନାରୀ ଶିଶୁ ପାଇଁ ମହାନ ଏ ଜଗତରେ। ତାହେଲେ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ନମସ୍କାର।